କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର କ୍ରୋମାଇଟ୍ ହେରଫେର ଘଟଣାରେ 4 ଗୋଟି ଟ୍ରକ୍ ପାରାଦୀପ ବନ୍ଦର ସିଆଇଏସ୍ଏଫ୍ଙ୍କ ଦ୍ୱାରା ଅଟକ। ସୁକିନ୍ଦା କାଳିଆପାଣିରୁ 5 କୋଟି ଟ୍ରକ୍ ମୂଲ୍ୟବାନ କ୍ରୋମାଇଟ୍ ଆଣି ଜାରକା ନିକଟରେ କ୍ରୋମାଇଟ୍ କାଢ଼ି ସେଥିରେ ମାଟି ଲୋଡ୍ କରି ଆଣିବା ଘଟଣାକୁ ମାଇନ୍ସ ବିଭାଗ ତରଫରୁ ନଜର ରଖି ସିଆଇଏସ୍ଏଫ୍କୁ ଖବର ଦେବା ପରେ ବନ୍ଦର ସିଆଇଏସ୍ଏଫ୍ 4 ଗୋଟି ଟ୍ରକ୍କୁ ଅଟକ ରଖିଥିବା ବେଳେ ଗୋଟିଏ ଟ୍ରକ୍ ଫେରାର ହୋଇଯାଇଛି। ଅଟକ ଟ୍ରକ୍ର ଡ୍ରାଇଭରମାନେ ଫେରାର ହୋଇଯାଇଥିଲା ବେଳେ ପ୍ରାୟତଃ 1 କୋଟି 20 ଲକ୍ଷ ଟଙ୍କାର କ୍ରୋମାଇଟ୍ କଢ଼ାଯାଇଥିବା ସୂଚନା ମିଳିଛି। ସୁକିନ୍ଦା କାଳିଆପାଣି ମାଇନ୍ସରୁ 5 ଗୋଟି ଟ୍ରକ୍ରେ କ୍ରୋମାଇଟ୍ ବୋଝେଇ କରି ଆଣିବା ପରେ ଚଣ୍ଡିଖୋଲରୁ ରିଟର୍ଣ୍ଣ ଯାଇ ଜାରକା ନିକଟ ହସ୍ପି ହୋଟେଲ ସାମ୍ନା ରନ୍ଥାପଣ୍ଡା ଓଭରବ୍ରିଜ୍ ନିକଟରେ 9 ଟନ୍ କ୍ରୋମାଇଟ୍ କାଢ଼ିବା ପରେ ମାଟି ଲୋଡ୍ କରି ଉପରେ 2 ଟନ୍ କ୍ରୋମାଇଟ୍ ପକାଇ ପାରାଦୀପ ଆସିଥିଲେ। ଖବର ପାଇ ମାଇନ୍ସ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଉକ୍ତ ଗାଡ଼ିଗୁଡ଼ିକ ଉପରେ ନଜର ରଖିବା ସହିତ ପାରାଦୀପ ସିଆଇଏସ୍ଏଫ୍କୁ ଯୋଗାଯୋଗ କରିଥିଲେ। ପାରାଦୀପ ସିଆଇଏସ୍ଏଫ୍ ତରଫରୁ ବିଳମ୍ବିତ ରାତିରେ 4 ଗୋଟି ଟ୍ରକ୍କୁ ଅଟକ ରଖିବା ସହିତ ପାରାଦୀପ ପୁଲିସକୁ ହସ୍ତାନ୍ତର କରିଛନ୍ତି। ପାରାଦୀପରୁ ବିର୍ଜା ପ୍ରସାଦଙ୍କ ରିପୋର୍ଟ, A1 ଓଡ଼ିଶା।